ଓମ୍ ଶାନ୍ତି। ପରମ ପ୍ରିୟ ପରମାତ୍ମାଙ୍କ ଅମୃତ ସନ୍ତାନମାନଙ୍କୁ ଅଭିନନ୍ଦନ। ଆଉ ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନଙ୍କୁ କୋଟି କୋଟି ନମନ। ଆସନ୍ତୁ ଆମେ ସମସ୍ତେ ଆତ୍ମସ୍ଥିତିରେ ରହି ଭଗବାନଙ୍କର ମହାବାକ୍ୟ ଶୁଣିବା। ବାବା ଏବେ କେତେ ଦିନ ହେଲାଣି ଆପଣମାନେ ଲକ୍ଷ୍ୟ କରୁଥିବେ ୟାଦ ଉପରେ ଆଉ ଚାର୍ଟ ରଖିବା ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି। ୟାଦ କରିବା ପୂର୍ବରୁ ପୁଣି ଆମର ଅବସ୍ଥା କେମିତି ରହିବା ଦରକାର ତାକୁ ବି ଭଲରେ ବୁଝେଇ ଦେଉଛନ୍ତି। ଅଶରୀରୀ ସ୍ଥିତି, ବିନ୍ଦୁ ରୂପ ସ୍ଥିତି, ଦେହୀ ଅଭିମାନୀ, ଏମିତି ଏକାଗ୍ରସ୍ଥିତ ହୋଇ ତାଙ୍କୁ ମନେ ପକାଇବା, ଏମିତି ବିଭିନ୍ନ ପ୍ରକାରର ବିଧି ବିଧାନ ଆଉ ଡାଇରେକ୍ସନ ଗାଇଡାନ୍ସ ଦେଉଛନ୍ତି। ଆଜି ବାବା କହିଛନ୍ତି ତୁମେମାନେ ସମସ୍ତେ ପୁରୁଷୋତ୍ତମ ହେଲେ ହିଁ ଯାଇ ସତ୍ୟଯୁଗକୁ ଯିବ। ପୁରୁଷୋତ୍ତମ ପାଇଁ ହିଁ ବାବା ଆମକୁ ପାଠ ପଢ଼ାଉଛନ୍ତି। ପୁରୁଷୋତ୍ତମ ମାନେ ଆମ ଆତ୍ମା ପୁରୁଷ ଉତ୍ତମ ହେବ। ଏବେ କନିଷ୍ଠ ହୋଇଯାଇଛି, ବିକାରଗ୍ରସ୍ତ ହୋଇଯାଇଛି, ତମ ପ୍ରଧାନ ହୋଇଯାଇଛି। ଯେତେବେଳେ ଆତ୍ମା ସତ୍ୱ ପ୍ରଧାନ ହେବ, ସର୍ବୋତ୍କୃଷ୍ଟ, ସର୍ବୋତ୍ତମ, ସର୍ବଶ୍ରେଷ୍ଠ ହେବ, ସେତେବେଳେ ଏ ଆତ୍ମା ଦେବ ଆତ୍ମାରେ ପରିଣତ ହୋଇଯିବ। ବା ଆତ୍ମାର ଗୁଣ ଶକ୍ତି ଯେତେ ସବୁ ସ୍ୱଧର୍ମତାର ସବୁଥିରେ ସେ ପରିପୂର୍ଣ୍ଣ ହେବ। 16 କଳା ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା ପୁରୁଷୋତ୍ତମ ହୋଇଯିବ। ତେଣୁ ସେଇ ଆତ୍ମା ପୁରୁଷକୁ ବାବା ପାଠ ପଢ଼ାଉଛନ୍ତି। ଆତ୍ମା ପୁରୁଷ ହିଁ ସଂସ୍କାର ପରିବର୍ତ୍ତନ କରି ଦେବ ଆତ୍ମାରେ ପରିଣତ ହେବ। ଇଏ କନିଷ୍ଠରୁ ଉତ୍ତମ ହେବ। ଏଠାରେ ଏଇ ଯେଉଁ କାର୍ଯ୍ୟକ୍ରମ ଚାଲିଛି ବା ଆତ୍ମା ପୁରୁଷୋତ୍ତମ ହେବା ପାଇଁ ବହୁତ ମେହନତର କଥା ବାବା କହୁଛନ୍ତି। ସତ କଥା, ଆମର ବହୁତ ପୁରୁଣା ସଂସ୍କାର ଅଛି। 2500 ବର୍ଷ ହେଲାଣି ଆମେ ଆଉ ନିଜକୁ ଆତ୍ମା ବୋଲି ଭାବିନେ। ଆମେ ସବୁବେଳେ ଦେହ ବୋଲି ଭାବୁଛେ, ନିଜକୁ ଶରୀର ବୋଲି ଭାବୁଛେ। ତେଣୁ ଆମର ଅଭ୍ୟାସ ଖରାପ ହୋଇଯାଇଛି। ଭଗବାନଙ୍କୁ ତ ଏକରେ ଭୁଲି ଯାଇଛେ, ଦୁଇରେ ନିଜକୁ ଶରୀର ବୋଲି ଭାବୁଛେ। ତେଣୁ ଏଇ ଆତ୍ମ ଅଭିମାନରେ ରହି ଆତ୍ମାର ଉନ୍ନତି ପାଇଁ ଆତ୍ମାର ପିତା ସ୍ୱୟଂ ପରମପିତା ପରମାତ୍ମାଙ୍କ ସହିତ ଯୋଗ ଲଗେଇବା ବଡ଼ କଷ୍ଟକର ବ୍ୟାପାର। ଥରକୁ ଥର, ମିନିଟକି ମିନିଟ ଆମେ ଭୁଲି ଯାଉଛେ, ନିଜକୁ ଶରୀର ବୋଲି ଭାବି ଦେଉଛେ। ଏଇ ଅଭ୍ୟାସ ଯଦି ଆମେ ବଳବତ୍ତର ରଖିବା, ପ୍ରତିଦିନ ଏଇ ଅଭ୍ୟାସକୁ ଆମେ ବଢ଼େଇ ବଢ଼େଇ ଚାଲିବା, ତାହେଲେ ମରଣ କାଳେ ଆମର ଶିବ ବାବା ମନେ ପଡ଼ିବେ। କାରଣ ଶିବ ବାବାଙ୍କ ସହିତ ରହିବାର ଅଭ୍ୟାସ ଆମର ଥିବ। ନହେଲେ ମରଣ କାଳେ ଯଦି ସ୍ୱୟଂ ପରମପିତା ପରମାତ୍ମା ମନେ ନ ପଡ଼ି ଆମର ଦେହ ସହିତ ସମ୍ବନ୍ଧ, ଦେହ ଦୁନିଆକୁ ମନେ ରଖିବା, ତାହେଲେ ଆତ୍ମାର ଅଧୋଗତି ହେବ, ତାର ସଦ୍ଗତି ହେବ ନାହିଁ। ତେଣୁ ବାବା କହୁଛନ୍ତି ସତ୍ୟ ଯୁଗରେ ସମସ୍ତେ ଆତ୍ମ ଅଭିମାନରେ ଥିଲେ, ତ୍ରେତା ଯୁଗରେ ବି ଆତ୍ମ ଅଭିମାନରେ ଥିଲେ। କିନ୍ତୁ ଦ୍ୱାପରରୁ ଯେହେତୁ ଆତ୍ମାକୁ ଭୁଲି ଦେହ ଅଭିମାନରେ ରହିଯାଇଛେ, ବର୍ତ୍ତମାନ ଆମେ ବାବା ଆସିଛନ୍ତି, ବାବା ରାସ୍ତା ବତଉଛନ୍ତି, କେମିତି ନିଜକୁ ଆତ୍ମା ଭାବିବ ତାର ପ୍ଲାନ୍ କହୁଛନ୍ତି। ସେହିପରି ଆମେ ତାଙ୍କର ନିର୍ଦ୍ଦେଶକୁ ମାନିବା। ବାବା ଦୂର ଦେଶରୁ ଆସିଛନ୍ତି, ତାଙ୍କର ଧାମ ହେଉଛି ପରମ ଧାମ। ସେ ପରମ ଧାମରୁ ଆସିଛନ୍ତି, ବହୁତ ଦୂରରୁ, ଦୂରଦେଶୀ ସିଏ। କେବେ ଆସନ୍ତି? ଏଇ ସଙ୍ଗମ ଯୁଗରେ ଆସନ୍ତି। ଏଇ ସତ୍ୟର ଶେଷ, କଳିର ଶେଷ, ସତ୍ୟର ଆଗତ ପ୍ରାୟ ସମୟରେ ବାବା ଆସନ୍ତି, ଯାହାକୁ କି କୌଣସି ମୁନି ଋଷି ଜାଣିନାହାନ୍ତି, କି ପାଠଶାସ୍ତ୍ର ଗୀତା ପୁରାଣ କେଉଁଥିରେ ଲେଖାଯାଇ ନାହିଁ। ଯେହେତୁ ଏ ଜ୍ଞାନ କେବଳ ସ୍ୱୟଂ ରଚୟିତା ହିଁ ଜାଣିଛନ୍ତି, ସେ ହିଁ ନିଜର ପରିଚୟ ଦେଉଛନ୍ତି ଆଉ ଏ ପାଠକୁ ପଢ଼ାଉଛନ୍ତି। ଧରନ୍ତୁ ମୁଁ ଗୋଟେ ଘର କଲି, ଘର କରିଲା ବେଳେ କେମିତି ପୁନାଦି ପଡ଼ିଛି, କି ଜିନିଷ ଲାଗିଛି, କେତେ ଦିନର ସେ ଘର, କି ଅବସ୍ଥା ଦେଇ ଯାଇଛି,
ସେ କଥାଟା କାହାକୁ ଜଣାପଡ଼ିବ? ଯିଏ ଘର ତୋଳିଛି। ସେମିତି ସ୍ୱୟଂ ପରମପିତା ପରମାତ୍ମା ଯେହେତୁ ସୃଷ୍ଟି ରଚୟିତା, ତାଙ୍କୁ ହିଁ ସବୁ ଜଣା। ଇଏ ସୃଷ୍ଟି ଚକ୍ର ବିଷୟରେ, ଆତ୍ମା ବିଷୟରେ, ପରମାତ୍ମା ବିଷୟରେ ଯାହାକି କେହି ଜାଣିନାହାନ୍ତି, ସେ ହିଁ ଜାଣିଛନ୍ତି, ସେ ହିଁ ଜଣାଉଛନ୍ତି। କିନ୍ତୁ ଏଇ ପାଠକୁ ଆମେ ନ ପଢ଼ିଲେ ଯେତେ ଯାହା ପୁରାଣ ଶାସ୍ତ୍ର ପୂଜା ପାଠ ଯାହା କଲେ ବି ଆମ ଆତ୍ମା ପବିତ୍ର ହେବ ନାହିଁ। ବାବା କହିଦେଇଛନ୍ତି। ପ୍ରତିକଳ୍ପ ଅନ୍ତରେ ସେ ଆସନ୍ତି। ଆମେ ଯେମିତି ସୃଷ୍ଟି ନାଟକରେ କଳାକାର ହିସାବରେ ନାଟକ କରୁଛେ, ଆମେ ସୃଷ୍ଟିର ନିୟମରେ ବନ୍ଧା, ସ୍ୱୟଂ ପରମପିତା ପରମାତ୍ମା ବି ସୃଷ୍ଟି ନିୟମରେ ବନ୍ଧା। ସେ ସବୁ କଳ୍ପ ଅନ୍ତରେ ଆସନ୍ତି। ତେଣୁ ଆମେ ସବୁ କଥାରେ କହୁଛେ ଶିବ ଭଗବାନ ଉବାଚ। କିନ୍ତୁ ଗୀତା ପଢ଼ିଲା ବେଳେ ଗୀତା ପାଠୀମାନେ ଶ୍ରୀକୃଷ୍ଣ ଉବାଚ କହିଦେଉଛନ୍ତି। ଯେହେତୁ ଗୀତାର ରଚୟିତା ଶ୍ରୀକୃଷ୍ଣଙ୍କୁ କହିଦେଇଛନ୍ତି, ଶ୍ରୀକୃଷ୍ଣ ହେଲେ ଦେହଧାରୀ। ଦେହଧାରୀଙ୍କର କଥା ଶୁଣିଲା ବେଳକୁ ମଣିଷ ସେଇ ଦେହ ଅଭିମାନରେ ଆସି ଶୁଣୁଛି। କିନ୍ତୁ ପ୍ରକୃତ ଗୀତା ଜ୍ଞାନ, ସତ୍ୟ ଗୀତା ଜ୍ଞାନ ସ୍ୱୟଂ ପରମପିତା ପରମାତ୍ମା ଯେ ବିଦେହୀ, ବିଚିତ୍ର, ତାଙ୍କର ଚିତ୍ର ନାହିଁ କି ଦେହ ନାହିଁ, ସେ ନିରାକାର। ସିଏ ଯେହେତୁ ପଢ଼ଉଛନ୍ତି, ତେଣୁ ଆମେ ଆଉ ନିଜକୁ ଦେହ ବୋଲି ଭାବିବାନି, ଦେହୀ ବା ଆତ୍ମା ବୋଲି ଭାବିବା। ପ୍ରକୃତରେ ସତ୍ୟ ଗୀତା ଜ୍ଞାନ ଶ୍ରୀକୃଷ୍ଣ ହିଁ ଦେଇନାହାନ୍ତି, ସ୍ୱୟଂ ପରମପିତା ପରମାତ୍ମା ଦେଇଛନ୍ତି। ଆମେ ଏଇଟାକୁ ଶୁଦ୍ଧ ବୁଦ୍ଧ ବୁଦ୍ଧିରେ ଗ୍ରହଣ କରିବା। ଯଦି ଏଇ ଯଥାରୀତି ଫରକଟା ଆମେ ଜାଣିଦେବା ଯେ ଗୀତା ରଚୟିତା କିଏ, ତାହା ହେଲେ ଆମକୁ ଆଉ ଏତେ ଭୁଲାୟା ରାସ୍ତାରେ ଯିବାକୁ ପଡ଼ିବନି। ଲୋକମାନେ କାହିଁକି ଭଗବାନଙ୍କୁ ଭୁଲି ଯାଇଛନ୍ତି? କାହିଁକି କିଏ ସେ ଭଗବାନ ବୋଲି ଜାଣିନାହାନ୍ତି? ସବୁ ଦେବାଦେବୀଙ୍କୁ ଭଗବାନଙ୍କ ଆସନରେ ବସେଇ ପୂଜା ପାଠ କରୁଛନ୍ତି। ଏଇ ପ୍ରକୃତ ସତ୍ୟ କଥାଟା ଜାଣିନାହାନ୍ତି। ତେଣୁ ସ୍ୱୟଂ ପରମପିତା ସିଏ ହେଉଛନ୍ତି ସତ୍ୟ ସନାତନ, ସିଏ ଟ୍ରୁଥ୍, ସିଏ ହିଁ ମାର୍ଗଦର୍ଶକ। ସେ ତାଙ୍କ ପଥ ପ୍ରଦର୍ଶନରେ ଆମେ ଆଗକୁ ଯିବା। ରାଜବିଦ୍ୟା ବା ଏଇ ଭୌତିକ ଜ୍ଞାନ ଆମେ ପ୍ରତି ଜନ୍ମରେ ପାଉଛେ, ପ୍ରତି ଜନ୍ମରେ ପୁଣି ଭୁଲି ଯାଉଛେ। ଯେତେବେଳେ ଗୋଟିଏ ଜନ୍ମ ଅନ୍ତ ହେଇଗଲା, ଆଉ ଥରେ ଗୋଟିଏ ଶିଶୁଟିଏ ହୋଇ ଜନ୍ମ ହେଉଛି, ଆତ୍ମା ପୁଣି ତାର ଶରୀର ଧାରଣ କରୁଛି, ସେ ପୂର୍ବ ବିଦ୍ୟା ଭୁଲି ଯାଉଛି। କିନ୍ତୁ ବାବା ଯେଉଁ ପାଠ ପଢ଼ଉଛନ୍ତି, ଏଇ ଈଶ୍ୱରୀୟ ଜ୍ଞାନ, ୟାକୁ ଆଉ ପରବର୍ତ୍ତୀ ଜନ୍ମରେ ଏଇ ଜ୍ଞାନଟା ଆମ ସଂସ୍କାରରେ ପରିଣତ ହେଇଯାଇଥିବ। ତେଣୁ ପ୍ରାଲବ୍ଧ ହିସାବରେ ଆମେ ଏଇ ଜ୍ଞାନର ଫଳାଫଳ ସତ୍ୟ ଯୁଗରେ, ତ୍ରେତା ଯୁଗରେ ପାଇବା। ତେଣୁ ଏ ଜ୍ଞାନର ମହତ୍ଵ କେତେ ଭାବନ୍ତୁ। ଇଏ ଗୋଟିଏ ଜନ୍ମ ପାଇଁ ଭୌତିକ ଜ୍ଞାନ ହେଲା ବେଳକୁ ଇଏ ଈଶ୍ୱରୀୟ ଜ୍ଞାନ, ଏ ସତ୍ୟ ଗୀତା ଜ୍ଞାନ 21 ଜନ୍ମ ପାଇଁ ଆମକୁ ଫଳପ୍ରଦ ହୁଏ। ତେଣୁ ଆମେ ଏ ପାଠ ନିହାତି ପଢ଼ିବା। ସତ୍ୟ ଯୁଗରେ ବସି ଖୁସିରେ ଶରୀର ଛାଡ଼ିବା। କିନ୍ତୁ ଏଇ କଳି ଯୁଗରେ ଆମର କେତେ ମୃତ୍ୟୁ ଭୟ, ମୃତ୍ୟୁ କେତେ ଯନ୍ତ୍ରଣାଦାୟକ। କିନ୍ତୁ ସତ୍ୟ ଯୁଗରେ ଯନ୍ତ୍ରଣା ନଥିବ। 150 ବର୍ଷ ଆୟୁଷ ଭୋଗ କରିଲା ପରେ ଯେମିତି ସାପ କାତି ଛଡ଼ଉଛି, ପୁଣି ଗୋଟେ ସୁନ୍ଦର ଶରୀରଟେ ତାର ହେଉଛି। ସେ ପୁରୁଣା ଶରୀରଟା ବା କାତିଟା ବାହାରିଗଲା ପରେ ଆହୁରି ଚକଚକ ଦେଖାଯାଉଛି। ସେମିତି ମଣିଷ ଶରୀର ଛାଡ଼ିଲା ପରେ ଯେମିତି ଆମେ ବସ୍ତ୍ର ପରିଧାନ କରୁଛେ, ବସ୍ତ୍ରଠାରୁ ମନ ଛାଡ଼ିଗଲେ ପୁଣି ଗୋଟେ ଭଲ ସୁନ୍ଦର ବସ୍ତ୍ର ପାଉଛେ ବା ପିନ୍ଧୁଛେ। ସେମିତି ସତ୍ୟ ଯୁଗରେ ଭାବିବେ ଯେ ଇଏ ଗୋଟିଏ ଦେହର କେବଳ ପରିବର୍ତ୍ତନ, ଆତ୍ମା ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ଶରୀରକୁ ଯାଉଛି। ଏ ବୃଦ୍ଧ ଶରୀର ଛାଡ଼ି ଗୋଟିଏ ନୂତନ ଶରୀର ନେଉଛି। ତେଣୁ ତାଙ୍କର ଯେହେତୁ ଜ୍ଞାନଟା ଥିବ, ତାଙ୍କୁ କିଛି କଷ୍ଟ ହେବନି। ସେ ମୋହଗ୍ରସ୍ତ ହେଇନଥିବେ, ଶରୀର ପ୍ରତି ତାଙ୍କର ଆକର୍ଷଣ ନଥିବ। ତେଣୁ ସେ ବହୁତ ଖୁସିରେ ଶରୀର ଛାଡ଼ିବେ।
ଯେହେତୁ ଆମର ଏଠି ଆକର୍ଷଣ ରହିଛି, ଦେହର ଆକର୍ଷଣ, ଦେହ ଦୁନିଆର ଆକର୍ଷଣ, ମୋହଗ୍ରସ୍ତ, ତେଣୁ ଆମର ମୃତ୍ୟୁ ହେଉଛି ଯନ୍ତ୍ରଣାଦାୟକ। କିନ୍ତୁ ବାବା କହୁଛନ୍ତି ଇଏ ସଙ୍ଗମ ଯୁଗରେ ତୁମେ ବି ସତ୍ୟ ଯୁଗର ଆତ୍ମା ପରି ନିଜକୁ ଭାବ। ଶରୀର ଆଉ ଶରୀରର ମୋହକୁ ତୁଟେଇଲେ ତୁମେ ବି ଠିକ୍ ଭାବରେ ବିନା ଯନ୍ତ୍ରଣାରେ ତୁମର ମାନେ ଶରୀରର ମୃତ୍ୟୁ ହେବ, ପୁଣି ନୂତନ ଶରୀର ଧାରଣ କରିବ। ତେଣୁ ପୁଣି ଆଉ ଗୋଟିଏ ଅସଲ କଥା ହେଲା, ଆମେ ଯେତେବେଳେ ଆତ୍ମା ଶରୀର ଛାଡ଼ିବ ସେତେବେଳେ ଯଦି ପିତାଙ୍କ ସ୍ମୃତିରେ ଥିବା, ଆତ୍ମା ଭାନରେ ଥିବା, ଏ ଶରୀର ବା ଦେହ ଦୁନିଆକୁ ଭୁଲି ଯାଇଥିବା, ତାହା ହେଲେ ଆମ ଆତ୍ମାର ଉନ୍ନତି ହେବ, ନହେଲେ ଅଧୋଗତି। ସେଥିରେ ସଦ୍ଗତି, ଏଥିରେ ଅଧୋଗତି, ଦୁର୍ଗତି। ତେଣୁ ବାବା ତ ସବୁ ପାଠ ପଢ଼େଇ ଦେଲେ, ବୁଝେଇ ଦେଲେ। ଆମେ ନିଜକୁ ଆତ୍ମା ବୋଲି ଭାବି ଆଜିଠାରୁ ଅହରହ ଚେଷ୍ଟାରେ, ଅବିରତ ଚେଷ୍ଟା ଜାରି ରଖିବା। ହସିନା ଆସିଛନ୍ତି ଆମକୁ ହସିନା ବନେଇବା ପାଇଁ, ହସିନା ଆସିଛନ୍ତି। ହୁସେନ ଆସିଛନ୍ତି ଆମକୁ ହସିନା ବନେଇବା ପାଇଁ, ହୁସେନ। ବାବା ଆମକୁ ଏତେ ସୁନ୍ଦର ଭାବରେ ପାଠ ପଢ଼େଇ ହର୍ଷିତ ମୁଖ, ମଧୁର, ସରଳ, ମାନେ ସର୍ବଗୁଣ ସମ୍ପନ୍ନ କରିବା ପାଇଁ ଆସିଛନ୍ତି। ଆମେ ଆଉ ଦୁଃଖ ଦୁନିଆରେ ରହି ଦୁଃଖର କୌଣସି ପ୍ରକାର ଲେଶ ମାତ୍ରା ଆମକୁ ଯେମିତି ଦୁଃଖ ନ ଛୁଇଁବ ସେହିପରି ମନୋବୃତ୍ତି ରଖିବା। ବାବା ଆମକୁ ଯେହେତୁ ଆସିକି ଏତେ ବାଟ ବତେଇ ଦେଲେଣି, ଆଉ ଆମର ଦୁଃଖ କ'ଣ? ତେଣୁ ଦୁନିଆ ଲୋକ ତ ସଙ୍ଗମ ଯୁଗକୁ ଜାଣିନାହାନ୍ତି, ସେମାନେ କେବଳ 4ଟା ଯୁଗ ଜାଣିଛନ୍ତି। ଏଇ ସଙ୍ଗମ ଯୁଗରେ ସ୍ୱୟଂ ପରମପିତା ପରମାତ୍ମା ଆସି ଆମକୁ ସତ୍ୟ ଗୀତା ଜ୍ଞାନ ଦେଇ ସଙ୍ଗମ ଯୁଗୀ ଆତ୍ମା ବା ବ୍ରାହ୍ମଣ ଆତ୍ମା, ଆମେ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ଆତ୍ମା। କ'ଣ ତାର ଅର୍ଥ? ବାବାଙ୍କର ଶରୀର ନାହିଁ, ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରି ସେ ଗୀତା ଜ୍ଞାନ ଦେଲେ, ଆମେ ତାକୁ ଶୁଣିଲେ। ତେଣୁ ଆମେ ହେଲେ ବ୍ରାହ୍ମଣ। ବ୍ରାହ୍ମଣ ନହେଲେ ଦେବତା ହେଇପାରିବାନି। ତେଣୁ ସଙ୍ଗମ ଯୁଗରେ ଯେଉଁମାନେ ସ୍ୱୟଂ ପରମପିତା ପରମାତ୍ମାଙ୍କର ମହାବାକ୍ୟ ଶୁଣି ନିଜ ଆତ୍ମାକୁ ସତ୍ତ୍ୱ ପ୍ରଦାନ କରିପାରିବେ, ସେଇମାନେ ହିଁ ସତ୍ୟ ଯୁଗରେ ଆସିବେ, ଦେବତା ପଦବାଚ୍ୟ ହେବେ। ବାବା ହେଉଛନ୍ତି ସତ୍ୟ, ଚୈତନ୍ୟ, ଅମର, ପୁନର୍ଜନ୍ମ ରହିତ, ଶାନ୍ତିର ସାଗର, ସ୍ନେହର ସାଗର, ପବିତ୍ରତାର ସାଗର, ସବୁର ସାଗର। ତେଣୁ ସେ ଯେହେତୁ କେବେ ବି ଅପବିତ୍ର ହେଇନାହାନ୍ତି, ସବୁଠାରୁ ସ୍ୱତନ୍ତ୍ର, ତେଣୁ ସେ ହିଁ ଆମକୁ ପାଠ ପଢ଼େଇ ପାରିବେ, ରାସ୍ତା ଦେଖେଇ ପାରୁଛନ୍ତି, ପାଠ ପଢ଼ଉଛନ୍ତି, ପତିତରୁ ପାବନ କରି ସାଥିରେ ନେବେ। ଏ କଥା ଆମେ ନିଶ୍ଚିତ ଭାବରେ ଜାଣିବା। କେବଳ ଆତ୍ମାକୁ ପବିତ୍ର କରିବେ ନୁହେଁ, ଇଏ ସାରା ଦୁନିଆକୁ ବି କ୍ଲିନ୍ କରିବେ। ଯେମିତି ବେଶୀ ଦିନ ଖେଳିଥିଲେ ବା ବାହାରେ ରହିଥିଲେ ଦେହ ସବୁ ଆମର ଅପବିତ୍ର ହେଇଯାଉଛି, ସେଇଭଳି ଆମେ ସବୁ ଦିଗରୁ ଅପବିତ୍ର ହେଇଯାଇଛେ। ବାବା ଆସିଛନ୍ତି ସବୁ ସମାଧାନ କରି, ସବୁ ପବିତ୍ର କରି, ସୁସ୍ଥ ନୂଆ ଦୁନିଆ ତିଆରି କରାଇବେ। ଏଇ ଅବିନାଶୀ ପାଠ ପଢ଼ିଲେ ହିଁ ଆମେ ସେଇ ଦୁନିଆକୁ ଯିବା। ପ୍ରାଣକୁ ତ ଆତ୍ମା କୁହାଯାଏ, ହେଲେ ଇଏ ପ୍ରାଣ ସବୁ ଲୋକମାନେ କହୁଛନ୍ତି ଯେ ପ୍ରାଣ ପ୍ରିୟ। ଭଗବାନ କହୁଛନ୍ତି ତୁମେ ମୋର ପ୍ରାଣ ପ୍ରିୟ। ପ୍ରାଣ ପ୍ରିୟ ମାନେ ଆତ୍ମାର ପ୍ରିୟ। କିନ୍ତୁ ଆତ୍ମାର ପ୍ରିୟ ସିନା କହୁଛନ୍ତି, କିନ୍ତୁ ଭଗବାନ କିଏ ଯେହେତୁ ଜାଣିପାରୁନାହାନ୍ତି, ଭଜନ କୀର୍ତ୍ତନ ମନ ବିଭିନ୍ନ ପ୍ରକାର ମାଧ୍ୟମରେ, ପୂଜା ପାଠ ଏଇସବୁ ମାଧ୍ୟମରେ ତାଙ୍କୁ ଭଲ ପାଉଛନ୍ତି ବୋଲି ଦର୍ଶଉଛନ୍ତି। କିନ୍ତୁ ସ୍ୱୟଂ ପରମପିତା ପରମାତ୍ମା କହୁଛନ୍ତି ଏସବୁ ଜିନିଷର ପ୍ରୟୋଜନ ନାହିଁ। ବୁଦ୍ଧିରେ, ଆତ୍ମାରେ, ଜ୍ଞାନରେ, ସାଥିରେ ସବୁବେଳେ ପରମପ୍ରିୟ ପରମାତ୍ମାଙ୍କୁ ପାଖରେ ରଖ।
ତାଙ୍କ ସ୍ମୃତିରେ ଦିନ କଟାଅ, ଆଉ ଅନ୍ୟ କିଛିର ଆବଶ୍ୟକତା ନାହିଁ। ସେ ସଦ୍ବୁଦ୍ଧି ଦାତା, ସଦ୍ଗତି ଦାତା, ସତ୍ୟ ସନାତନ। ସେ ଯାହା କହୁଛନ୍ତି ତାଙ୍କରି ବାଟରେ ହିଁ ଆମେ ଚାଲିବା। ମନୁଷ୍ୟ ତ ଏବେ ଭାବୁଛି ଏ ଜୀବନ ଦୁଃଖ ସୁଖର ଜୀବନ, ଚକ୍ରବତ ଜୀବନରେ ଦୁଃଖ ସୁଖ ଆସୁଛି, କିନ୍ତୁ ସିଏ ପ୍ରକୃତ ସତ୍ୟ କ'ଣ ଜାଣିପାରୁନି। ଇଏ କଳିକାଳ ହେଉଛି ଦୁଃଖ ଦୁନିଆ, ସତ୍ୟ ଯୁଗ ହେଉଛି ସୁଖ ଦୁନିଆ। ଏଠି ଯେତେ ସୁଖରେ ଧନ ସମ୍ପତ୍ତି ଟଙ୍କା ପଇସା ବିଭିନ୍ନ ରୂପରେ ଅନେକ ଥିଲେ ମଧ୍ୟ କେହି ସୁଖରେ ନାହାନ୍ତି। ନିଶ୍ଚୟ କିଛି ନା କିଛି ଦୁଃଖ ରହିଛି। କାହାର ଶରୀରରେ ଦୁଃଖ, କାହାର ମନରେ ଦୁଃଖ, କାହାର ସମ୍ବନ୍ଧୀ ଧନ ଜନ ଏଥିରେ ଦୁଃଖ, କାହାର ଦେହ ଦୁନିଆ ବା ସମ୍ବନ୍ଧ ସମ୍ପର୍କରେ ଦୁଃଖ। ମନେକର ମୁଁ ଭଲରେ ଅଛି, ମୋ ଭାଇ ବନ୍ଧୁ କିଏ ଭଲରେ ନାହାନ୍ତି, କିଏ ତାଙ୍କର କିଛି ଅସୁବିଧା ହେଇଛି, ତାହେଲେ ଏଇଟାରେ ବି ଦୁଃଖ ଆସୁଛି ମନକୁ। ତାମାନେ ଏଇ ଯେଉଁ କଳି ସଂସାରରେ ଯେକୌଣସି ବାଟେ ହଉ ପଛେ ମଣିଷ ଦୁଃଖ ହିଁ ଦୁଃଖ ପାଉଛି। କ୍ଷଣିକ ଆଲୋକ ପରି ଯେଉଁ ବିଜୁଳି ଚମକିଲା ପରି ସୁଖ ଦେଖାଦେଉଛି, କିନ୍ତୁ କଳାହାଣ୍ଡିଆ ମେଘ ତଳେ ଆମେ ରହିଛେ, ସବୁବେଳେ ଜୀବନ ସେଇଭଳିଆ ରହୁଛି। ତେଣୁ ବାବା ଆସିଛନ୍ତି ସତ୍ୟ ଗୀତା ଜ୍ଞାନ ଦେଇ ଏ ଦୁଃଖ ଦୁନିଆରୁ ସୁଖ ଦୁନିଆକୁ ନେବା ପାଇଁ। ଯେଉଁ ଆମେ କହୁଛେ ଚକ୍ର ବୁଲୁଛି, ତାମାନେ ଏବେ ଦୁଃଖ ଚକ୍ର ସରିଲେ ସୁଖ ଚକ୍ର ଆସିବ, ସତ୍ୟ ଦୁନିଆକୁ ଆମେ ଯିବା। ସ୍ୱର୍ଗ ସ୍ଥାପନା ତ ବାବା କରନ୍ତି, ରାମ କରନ୍ତି, ଆଉ ନର୍କ ସ୍ଥାପନା ରାବଣ କରୁଛି। ଏବେ ଆମେ ନର୍କ ଦୁନିଆରେ ଅଛେ, ତେଣୁ ଆମେ ଦୁଃଖ ପାଉଛେ। ଆମେ ପାଠ ପଢ଼ିଛେ, ରାମାୟଣରେ ପଢ଼ିଛେ ଯେ ସୀତାଙ୍କୁ ରାବଣ ହରଣ କରିନେଲା, କିନ୍ତୁ ତାର ଆଧ୍ୟାତ୍ମିକ ରହସ୍ୟଟା ଆମେ ବୁଝିନେ। ସୀତା ହେଉଛନ୍ତି ସବୁ ଆତ୍ମାଙ୍କୁ ବାବା କହୁଛନ୍ତି ସୀତା। ସେ ସବୁ ଆତ୍ମା କାଳକ୍ରମେ ଦ୍ୱାପର ଯୁଗରୁ ବାମ ମାର୍ଗୀ ହୋଇ ରାବଣ ସାଥିରେ ମିଶି ଦୁଃଖରେ ରହିଛି। ରାବଣର ଅନ୍ଧାରୀ କୋଠରୀରେ ବା ତା ବନ୍ଦିଶାଳାରେ ରହିଛି କିଏ? ଆମର ଆତ୍ମା। ଶିବରାମ ସ୍ୱୟଂ ପରମପିତା ପରମାତ୍ମା ଆସିଛନ୍ତି ଆମକୁ ମୁକ୍ତ କରିବା ପାଇଁ। ତାହାର ଆଧ୍ୟାତ୍ମିକ ରହସ୍ୟ ନ ବୁଝି ଆମେ ଗପ ଶୁଣି, ରାମାୟଣ ଶୁଣି ଭାବୁଛେ ସତରେ ସୀତାଙ୍କୁ ହିଁ ରାବଣ ଅପହରଣ କରି ନେଇଥିଲା। ତେଣୁ ବହୁତ କଷ୍ଟ ପାଇଲେ, ରାମଚନ୍ଦ୍ର ତାଙ୍କୁ ଉଦ୍ଧାର କଲେ ହନୁମାନଙ୍କ ସାହାଯ୍ୟରେ। ବାବା ଏଇଠି ସେଇ କଥାଟା ବୁଝେଇ ଦେଲେ ଯେ ଆତ୍ମା ସୀତା ବର୍ତ୍ତମାନ ଅପହୃତ ହୋଇ ରହିଛି ରାବଣ ରାଜ୍ୟରେ। ହନୁମାନ ହେଉଛ ତୁମେମାନେ, ମାନେ ଆମେମାନେ, ଯେଉଁମାନେ ବାବାଙ୍କ ଜ୍ଞାନ ଜାଣିକି ବାବାଙ୍କୁ ସାହାଯ୍ୟ କରୁଛେ କାର୍ଯ୍ୟକ୍ରମରେ। ଆଉ ସ୍ୱୟଂ ପରମପିତା ପରମାତ୍ମା ହେଲେ ଶିବରାମ। ଏଇ କଥାର ଅର୍ଥ ସେ ଭଲରେ ବୁଝେଇ ଦେଇଛନ୍ତି। ବାବା କେବଳ ସେ ହିଁ ସତ୍ୟ କଥା କହିପାରୁଛନ୍ତି, ନଲେଜ ଦେଇପାରୁଛନ୍ତି। ତେଣୁ ତାଙ୍କ ଉପରେ ଆମର ନିଶ୍ଚୟ ବୁଦ୍ଧି ହେବା କଥା, ନିଶ୍ଚୟ ବୁଦ୍ଧି ହେଉ। ସମସ୍ତେ ଆମେ ନିଶ୍ଚୟ ବୁଦ୍ଧିରେ ବାବାଙ୍କ କଥା ଶୁଣିବା। ଆମେ ବି ଗପରେ ଶୁଣିଛେ ଦେବତା ଓ ଅସୁର ମଧ୍ୟରେ ଯୁଦ୍ଧ ହେଲା। ଯୁଦ୍ଧ ହେଲେ ଦେବତାମାନଙ୍କର ରାଜପଦ ଇନ୍ଦ୍ରପଦ ନେଇଯିବ ବୋଲି ଅସୁରମାନେ ଯୁଦ୍ଧ କରନ୍ତି। ଯୁଦ୍ଧ କରିବା ପରେ ପୁଣି ଦେବତାମାନେ ଶରଣ ପଶନ୍ତି ନାରାୟଣଙ୍କର। ନାରାୟଣ ବୁଦ୍ଧି ବାଟ ବତେଇ ଦିଅନ୍ତି, ଦେବତାମାନେ ଜିତନ୍ତି। ସେଇ କଥାଟାକୁ ବାବା ଆଜି ଭଲରେ ବୁଝେଇ ଦେଲେ। ପ୍ରକୃତରେ ଦେବତାମାନେ କେବେ କାହା ସହିତ ଯୁଦ୍ଧ କରନ୍ତିନି, କିନ୍ତୁ ଯଦି ଦେବତା ନିଜର ଗୁଣ ପାଶୋରି ଦେଇଛି, ନିଜକୁ ଭୁଲି ଯାଇଛି, ସେ ଦେବତା ବୋଲି ଜାଣିନି, ପୁଣି ରାବଣ ବା ଅସୁର କବଳିତ ହୋଇଯାଇଛି, ତାହେଲେ ସିଏ ଜାଣିପାରେନି। କିନ୍ତୁ ଯେତେବେଳେ କୌଣସି ଦେବତା କଳି କରନ୍ତିନି, ବାମ ମାର୍ଗୀ ହେଇଯିବାରୁ, ରାବଣ ବୁଦ୍ଧି ଗ୍ରହଣ କରିବାରୁ ନିଜକୁ ଭୁଲି ଯାଇଛନ୍ତି। ସେହିଭଳି ଯେତେ ଦେବ ଆତ୍ମା ବର୍ତ୍ତମାନ କାହାର ଶରଣ ନେଇଛନ୍ତି? ସ୍ୱୟଂ ପରମପିତା ପରମାତ୍ମାଙ୍କର ଶରଣ ନେଇଛନ୍ତି। ସେ ହିଁ ତାଙ୍କୁ ସଦ୍ବୁଦ୍ଧି ଦେଇ ସଦ୍ଗତି ଦେବେ। ତେଣୁ ଇଏ ଦେବତା ଅସୁର କଳିର ଅର୍ଥ ହିଁ ଏଇଆ।
ଇନ୍ଦ୍ରପଦ ହାସଲ କରିବା ପାଇଁ ରାବଣ ଯୁଦ୍ଧ କରୁଛି। ଇନ୍ଦ୍ରପଦ ହେଉଛି ସ୍ୱର୍ଗ ରାଜ୍ୟ। ସ୍ୱର୍ଗ ରାଜ୍ୟକୁ ଦେବତାମାନେ ଯିବେ। ବାବା କହିଲେ ଯେ ବିକାରରେ ହାରିବା, କିନ୍ତୁ ସତ୍ୟରେ ଚାଲିଲେ ବା ବାବାଙ୍କର ଜ୍ଞାନ ଶୁଣି ଯୋଗଯୁକ୍ତ ହୋଇ ଭଗବାନଙ୍କ ଠାରୁ ସବୁ ଶକ୍ତି ସାହସ ଆଣିଲେ ଆମେ ଜିତିବା। ବାବା କହୁଛନ୍ତି ସବୁଠୁ ବଡ଼ ହିଂସା ହେଲା କାମ। ଆମର 5 ବିକାର ପ୍ରାୟତଃ କୁହାଯାଏ। ବହୁତ ଛୋଟ ମୋଟ ବହୁତ ପ୍ରକାରର ବିକାର ରହିଛି, କିନ୍ତୁ ମୁଖ୍ୟ ବିକାର ହିସାବରେ 5ଟି ବିକାରକୁ କୁହାଯାଉଛି। ପୁଣି ସେଇ 5ଟି ବିକାର ଭିତରୁ କାମ ବିକାରକୁ ବାବା ସବୁଠୁ ଅପବିତ୍ର ଆଉ ସବୁଠୁ ବଡ଼ ବିକାର, ବହୁତ ଖରାପ ବିକାର ବୋଲି କହୁଛନ୍ତି। କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଇଏ 5ଟି ବିକାର ଭିତରୁ କାମ ପ୍ରଥମ ସ୍ଥାନରେ ରହିଛି। ବାବା ତ ଆମକୁ ଭଗବାନ ଭଗବତୀ କରିବା ପାଇଁ ଆସିଛନ୍ତି। ଆମେ ତାଙ୍କ ବାଣୀ ଶୁଣି ଭଗବାନ ଭଗବତୀ ହେବା। ଶିବ ହେଉଛନ୍ତି କଲ୍ୟାଣକାରୀ। ସେ କଲ୍ୟାଣ କରିବା ପାଇଁ ଆସିଛନ୍ତି, ଜଗତର କଲ୍ୟାଣ ପାଇଁ ସେ ଆସିଛନ୍ତି। ସିଏ ପୁଣି ବୁଝେଇ ଦେଉଛନ୍ତି ଯେ ଆତ୍ମା ସବୁଠାରୁ ଅତି ବେଶୀରେ 84 ଜନ୍ମ ନିଏ। ଅତି ବେଶୀରେ ହେଲେ ସେଇ ଅତି ବେଶୀରେ ଯେଉଁ 84 ଜନ୍ମ ଲକ୍ଷ୍ମୀ ନାରାୟଣ ନିଅନ୍ତି। ଅନ୍ୟମାନେ ବି କିଛି ଅଛନ୍ତି, ଅନେକ ଆତ୍ମା ଅଛନ୍ତି, କିନ୍ତୁ ସବୁଠାରୁ ପ୍ରଥମରେ ଆସନ୍ତି ଶ୍ରୀକୃଷ୍ଣ ସତ୍ୟଯୁଗକୁ। ସତ୍ୟଯୁଗର ଶ୍ରୀକୃଷ୍ଣ ହେଲେ ପ୍ରଥମ ରାଜକୁମାର। କାହିଁକି ଶ୍ରୀକୃଷ୍ଣଙ୍କୁ ଏତେ ମାହାତ୍ମ୍ୟ ଦିଆଯାଇଛି, ଏତେ ବଡ଼ ଆସନରେ ରଖାଯାଇଛି? କାରଣ ବ୍ରହ୍ମା ବାବା ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଶେଷତମ ଶରୀର, ମାନେ ଶ୍ରୀକୃଷ୍ଣଙ୍କ ଆତ୍ମାର ସବୁଠାରୁ ଶେଷ ଆତ୍ମା, ଶେଷ ଶରୀର ପାଇଥିଲେ ବ୍ରହ୍ମା ବାବା। ସେ ବ୍ରହ୍ମା ବାବା ଯେତେବେଳେ ଶିବ ବାବାଙ୍କୁ ଚିହ୍ନିଲେ, ଆଉ ତାଙ୍କର ଘର ଦ୍ୱାର ପୁଅ ଝିଅ କିଛି ମନେ ପଡ଼ିଲେନି। 1 ମିନିଟ୍ 1 ସେକେଣ୍ଡରେ ସବୁ ଶିବ ବାବାଙ୍କ ପାଖରେ ସମର୍ପଣ କରିଦେଲେ। ମାନେ ଭାବନ୍ତୁ, ଯିଏ 1 ସେକେଣ୍ଡରେ ସବୁ ସମର୍ପଣ କରିଦେଇକି ତାଙ୍କର ହେଇଗଲା, ଆଉ ସିଏ ସବୁଠାରୁ ବଡ଼ ପଦ ପାଇବେନି ତ ଆଉ କିଏ ପାଇବେ? ତେଣୁ ବାବା ସେଇ କଥା ଭଲରେ ବୁଝେଇ ଦେଉଛନ୍ତି। ଏବେ ତ ବିନାଶ କାଳ ଆସିଗଲାଣି, ତମେ ଜାଣୁଛ ନିଶ୍ଚିତ ଭାବରେ ସତ୍ୟଯୁଗ ଆଗତ ପ୍ରାୟ, ଆଉ ମହାପରିବର୍ତ୍ତନ ମହାବିନାଶ ହେବ। ଏତେ ଜାଣିକି ମଧ୍ୟ ଆମେ ପୁଣି ଦୋଦ ପାଞ୍ଚ ହେଉଛେ, ଆଗକୁ ପଦେ ପଛକୁ ପଦେ ହେଉଛେ। ନା, ଯଦି ତୁମେ ବି ନିଶ୍ଚୟ ବୁଦ୍ଧିରେ 1 ସେକେଣ୍ଡରେ ଭଗବାନଙ୍କ ପାଖରେ ସବୁ ସମର୍ପଣ କରିଦେବ, ଟ୍ରାନ୍ସଫର କରିଦେବ, ତାହେଲେ ତୁମେ ବି ସତ୍ୟଯୁଗରେ ମହାରାଜା ମହାରାଣୀ ରାଜା ରାଣୀ ହେବ। ଆମେ ସାଧାରଣତଃ ଲୋକମାନେ କ'ଣ କୁହନ୍ତି? ପ୍ରଭୁ ମୋତେ ଶ୍ରୀକୃଷ୍ଣଙ୍କ ପରି ସ୍ୱାମୀ ମିଳୁ, ଶ୍ରୀକୃଷ୍ଣଙ୍କ ପରି ପୁଅ ମିଳୁ। କିନ୍ତୁ ସେମାନେ ଜାଣିନାହାନ୍ତି ଯେ ସିଏ ଯଦି ନିଜେ ସତୋପ୍ରଧାନ ହେବେ, ସେ ନିଜେ ଶ୍ରୀକୃଷ୍ଣ ହେବେ। ଏଇ ଯେଉଁ ସୂକ୍ଷ୍ମ କଥାଟା ଲୋକମାନେ ଜାଣିନାହାନ୍ତି। କିନ୍ତୁ ସ୍ୱୟଂ ପରମପିତା ପରମାତ୍ମା କହୁଛନ୍ତି ସବୁ ସମ୍ଭବ। ଏ ଆତ୍ମା ଯେତେବେଳେ ସତୋପ୍ରଧାନ ହେଇଯିବ, ତା ପାଖରେ ସବୁ କରାମତି କୌଶଳ ଆସି ପହଞ୍ଚିଯିବ। ବୁଦ୍ଧିର ତାଲା ତ ଭଗବାନ ଖୋଲି ଦେଇଛନ୍ତି। ଯିଏ ଜ୍ଞାନ ଶୁଣୁଛନ୍ତି ତାଙ୍କର ବୁଦ୍ଧି ତାଲା ଖୋଲା ଅଛି। ତେଣୁ ସିଏ ନିଜେ ବି ଶ୍ରୀକୃଷ୍ଣ ହେବେ, ଏ କଥା ବାବା କହୁଛନ୍ତି। ତେଣୁ ଆମେ ଆଉ କୌଣସି କଥାରେ ଭାବିବାନି କିଛି, ନିଶ୍ଚିନ୍ତ ହେଇ ବାବାଙ୍କ କଥା ହିଁ ଶୁଣିବା। ବାବା କହୁଛନ୍ତି ବର୍ତ୍ତମାନ ଇନଡାଇରେକ୍ଟ ଦାନ ଧର୍ମ ବହୁତ ଲୋକ କରୁଛନ୍ତି। ରୋଗୀ ଭୋଗୀ ଯୋଗୀ ସମସ୍ତଙ୍କୁ ଦାନ ଧର୍ମ କରୁଛନ୍ତି। ଭାବୁଛନ୍ତି ମନେ ମନେ ଦାନ କଲେ ପୁଣ୍ୟ ହେବ ଆଉ ପାପ କଟିଯିବ। କିନ୍ତୁ ବାବା ସିଧା ବତେଇ ଦେଲେ ଯେ ପାପ କଟିବନି, ଦାନ କଲେ ପୁଣ୍ୟ ହେବ। ଆଉ ଏଇ ଇନଡାଇରେକ୍ଟ ଦାନରେ କେବଳ ଗୋଟିଏ ଜନ୍ମ ପାଇଁ, ତା ପରବର୍ତ୍ତୀ ଜନ୍ମ ପାଇଁ ତୁମେ ଫଳାଫଳ ପାଇବ। କିନ୍ତୁ ଈଶ୍ୱରୀୟ ଦାନ, ସ୍ୱୟଂ ପରମପିତାଙ୍କ ସେବା କାର୍ଯ୍ୟ, ଯେଉଁ ଏତେ ବଡ଼ ସଂସ୍ଥା ଚାଲିଛି, ଏତେ ବଡ଼ କାର୍ଯ୍ୟକ୍ରମ ହେଉଛି, ଯଦି ଆମେ ସେଥିରେ ନିଜକୁ
ନିଜର ମନ ବୁଦ୍ଧି ସଂକଳ୍ପ ସମୟ ତନ ମନ ଧନ ସବୁ ପ୍ରକାର ସମର୍ପଣ କରିଦେବା, ତାହେଲେ ଆମେ 21 ଜନ୍ମ ପର୍ଯ୍ୟନ୍ତ ସେ ଦାନର ଫଳ ପାଇବା। ଇଏ ହେଉଛି ଡାଇରେକ୍ଟ ଦାନ। ନୂଆ ଦୁନିଆକୁ ଯିବା, ବିଶ୍ୱ ବାଦଶାହୀ ପାଇବା, କେତେ ବଡ଼ କଥା। ଯିଏ ମନରେ ଏଇ କଥାଟା ଭାବିଦେବ ସିଏ ତାର ସମ୍ପତ୍ତି ଟ୍ରାନ୍ସଫର କରିବାକୁ କେବେ ହେଲେ ପଛେଇବ ନାହିଁ। ଦେବାବାଲା ତ ଈଶ୍ୱର, କିନ୍ତୁ ଆମେ କ'ଣ କରିଛେ, ଦେହ ଅଭିମାନରେ ରହି ମୋର ମୋର ବୋଲି ଭାବି ଦେଇଛେ। ମୋର ଯେଉଁ ଜିନିଷଟା ଭାବିଲେ ନିଜର ମାଲିକାନା ସେଇଠି ଜାହିର କରିଛେ, ମାଲିକପଣକୁ ସହଜରେ କେହି ସମର୍ପଣ କରିପାରନ୍ତିନି। ତେଣୁ ଯେଉଁଦିନ ଆମେ ଭାବିଦେବା ଦେବାବାଲା ଈଶ୍ୱର, ଈଶ୍ୱର ହେଉଛନ୍ତି ମାଲିକ, ମୁଁ ହେଉଛି ନିମିତ୍ତ, ଇଏ କଥାର ଇଏ ସବୁର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି, ତେଣୁ ମୋତେ ଆଜି ଯାଏ ଦାୟିତ୍ୱ ମିଳିଥିଲା, ବର୍ତ୍ତମାନ ଭଗବାନଙ୍କୁ ମୁଁ ଦେଇଦେଲି, ସମର୍ପଣ କରିଦେଲି, ତାହେଲେ ତ ଖୁବ୍ ସହଜରେ କାମ ହେଇଯିବ। କିନ୍ତୁ ଇଏ ଚିରାଚରିତ ପ୍ରଥା ହିସାବରେ ବହୁ ଦିନରୁ ଅଭ୍ୟାସ ଜାରି ରଖିଛେ ବୋଲି କରିପାରୁନାହିଁ। କିନ୍ତୁ ସ୍ୱୟଂ ପରମପିତା କହୁଛନ୍ତି ମାନେ କ୍ଷଣକରେ ଆମେ ସେମିତି ହୋଇଯିବା। ଯିଏ ଏଇ ପାଠରେ ପାସ୍ କରିବ ସିଏ ବିଜୟମାଳାରେ ଆସିବ, ଆଉ ଯିଏ ନା ପାସ୍ ଫେଲ୍ ହେଲା ତାମାନେ ସେ ପୁଣି ସେଇ ବିକାରୀ ଦୁନିଆ ଦ୍ୱାପର ଯୁଗରେ ଆସିବ। ବାବାଙ୍କୁ କାହିଁକି ଆମେ ମନେ ପକାଉଛେ? ନାରାୟଣ ହେବା ପାଇଁ, ଦେବାଦେବୀ ହେବା ପାଇଁ। କିନ୍ତୁ ଯଦି ଏବେ ଏଇ କଥାଟାକୁ ଆମେ ଭୁଲିଯିବା ତାହେଲେ ବହୁତ ପଶ୍ଚାତାପ କରିବା। ଆଉ ସେ କଥାଟା ଆମର ମନେ ନ ରହିଲା, ଆମେ ନିଜକୁ ସେଇ ଦେହ ବୋଲି ଭାବିଲେ। ଆଉ ବାବା କ'ଣ ଦେଉଛନ୍ତି? ଅଲଫ ଅର ବେ, ମାନେ ବାବାଙ୍କୁ ମନେ ପକାଇବା, ବାବାଙ୍କର ସମ୍ପତ୍ତିକି ମନେ ପକାଇବା, ସେ ଆମେ ତାଙ୍କଠାରୁ କ'ଣ ପାଉଛେ। ଏଇ ଦୁଇଟା କଥା ଯଦି ଅନବରତ ଆମ ବୁଦ୍ଧିରେ ଆସିବ, ସ୍ମୃତିରେ ଆସିବ, ଆମକୁ ନିଶ୍ଚୟ ସେ ଜିନିଷ ପାଇବା ପାଇଁ ଇଚ୍ଛା ହେବ, ବାବାଙ୍କୁ ମନେ ପକାଇବାକୁ ଇଚ୍ଛା ହେବ। ବେଳେବେଳେ ଆମର କହୁଛେ ଯେ ବାବା ବାର ବାର କହୁଛନ୍ତି ତୁମେ ଗଲାବେଳେ ଯଦି ଦେହ ଦୁନିଆ ତୁମ ହାତରେ କ'ଣ ଅଛି ମନେ ରଖିବ, ତାହେଲେ ତୁମେ ସଦ୍ଗତି ପାଇପାରିବ ନାହିଁ। ଆମର ବେଳେବେଳେ ଲୋକମାନେ ଆମେ କହୁଛେ ତା ହାତରେ କିଛି ଧନ ସମ୍ପତ୍ତି ନାହିଁ, ତାର କିଛି ନାହିଁ, ତା ହାତରେ ନାହିଁ, ତା ହାତରେ ନାହିଁ, ଯେଉଁ ଭାଷାଟା କହୁଛେ। ମୋର ମନେକର 5-10 ଭରି ସୁନା ଅଛି, ମୁଁ କ'ଣ ହାତରେ ଧରୁଛି? ସେ ହେଉଛି ହାତରେ କେବଳ ସ୍ଥୂଳ ସମ୍ପତ୍ତି ଧରା ଯାଉନି, ବା ସ୍ଥୂଳ ସମ୍ପତ୍ତିକି ଧରିବାଟାକୁ ହାତରେ ଧରାଯାଇଛି ବୋଲି କହିଲେ ମଧ୍ୟ, କିନ୍ତୁ ସୂକ୍ଷ୍ମରେ ଆମର ଯେତେ ଚେତନାରେ ଯେତେ ଜିନିଷ ରହିଛି, ମନରେ ଯେତେ ଜିନିଷ ରହିଛି, ତାକୁ ବି କୁହାଯାଏ ହାତରେ ଅଛି। ତା ହାତରେ ବହୁତ ସମ୍ପତ୍ତି ଅଛି, ସେ ବହୁତ, ତା ହାତରେ 3-4ଟା ଘର ଅଛି, ଆମେ ଏମିତି ଯେଉଁ କହୁଛେ, ସେ କ'ଣ ସ୍ଥୂଳ ହାତରେ ଧରିକି ବୁଲୁଛନ୍ତି କି? ସେଇଟା ମନରେ ରହିଛି। ବାବା କହୁଛନ୍ତି ସେମିତି ମୃତ୍ୟୁ ପୂର୍ବରୁ ବା ମରଣ ସମୟରେ ତୁମ ହାତରେ କ'ଣ ଅଛି ସେ କଥାଟାକୁ ଭୁଲିଯାଅ। ମାନେ ତୁମ ମନରୁ ବି ସବୁ ଜିନିଷ ଖଲାସ କର, ସବୁ ଭଗବାନଙ୍କ ପାଖରେ ସମର୍ପଣ କରିଦିଅ। ସେମିତି କଲେ ହିଁ କିଛି ମନେ ପଡ଼ିବନି। ବାବା କହୁଛନ୍ତି ଯୋଗୀ ବନ ପବିତ୍ର ବନ। ଯୋଗୀ ହେବା ମାନେ ଭଗବାନଙ୍କ ସହିତ ଯୋଗଯୁକ୍ତ ହୋଇ ତାଙ୍କୁ ସ୍ମୃତିରେ ରଖି କର୍ମ କରିବା। ଯୁଆଡ଼େ ଯିବା, ଯେମିତି ଯେଉଁଠି ଥିଲେ ବି ଯେଣେ ଇଚ୍ଛା ତେଣେ ଯା, କର୍ମ ଘେନି ବୁଲୁଥା, ସେମିତି ଯେଣେ ଇଚ୍ଛା ତେଣେ ଯିବା, ଯେଉଁଠି କାମ କରୁଥିବା। ଆଉ କେବଳ ମୋ ଘରେ ଭଗବାନଙ୍କର ଫଟୋ ରଖିଛି ବା ଭଗବାନ ମୋର ଗୋଟିଏ ଠାକୁର ଘର କରିଛି ସେଇଠି ଅଛନ୍ତି ନ ଭାବି, ସବୁ କ୍ଷେତ୍ରରେ ସବୁ ସମୟରେ ଆମ ସାଥିରେ ଭଗବାନଙ୍କୁ ରଖିବା, ତାହେଲେ ଏ ହେଲା ଯୋଗୀ ଜୀବନ। ଆଉ ବାବା ତ କହୁଛନ୍ତି ସବୁବେଳେ ପବିତ୍ର ରୁହ, ଆଉ ସବୁବେଳେ ପବିତ୍ର ଜୀବନଯାପନ କରିବା, ନହେଲେ ଅନେକ ସଜ୍ଜା ଖାଇବାକୁ ପଡ଼ିବ। ବାବା ସେଥିପାଇଁ କହୁଛନ୍ତି ବ୍ରହ୍ମା ବାବା ଯେମିତି ସବୁ ଟ୍ରାନ୍ସଫର କରିଦେଲେ, ସେମିତି ତୁମେ ସବୁ ଟ୍ରାନ୍ସଫର କରିଦେଲେ ଫଲୋ ଫାଦର ତୁମେ ହେଲ, ମାନେ ତୁମେ ଭଗବାନଙ୍କର ପାଖରେ ବା ସତ୍ୟ ଯୁଗରେ ପହଞ୍ଚିବା ପାଇଁ ତୁମକୁ ଆଉ ରାସ୍ତା ଭଟକିବା ଦରକାର ନାହିଁ। ପଦାଙ୍କ ଅନୁସରଣ କରି ଯେଉଁ ବାଟେ ବ୍ରହ୍ମା ବାବା ଯାଇଛନ୍ତି ସେଇ ବାଟରେ ସହଜରେ ସୁବିଧାରେ ଯାଇ ପହଞ୍ଚି ପାରିବ।
ଅନ୍ତ କାଳରେ ତେଣୁ ଆମର ଆଉ କିଛି ମନେ ପଡ଼ିବନି, କେବଳ ବାବା ହିଁ ବାବା ମନେ ପଡ଼ିବେ। ବାବା ମନେ ପଡ଼ିଲେ ହିଁ ବାବାଙ୍କର ହାତ ଧରି ଆମେ ପାର ହୋଇଯିବା। ସେଥିପାଇଁ ମନ ଉପରେ ସବୁବେଳେ ଆଟେନସନ୍ ରଖିବା। ଚଢ଼ତି କଳାରେ କେତେ ଆଗକୁ ଆମେ ବଢ଼ିଲେଣି ବା ଆମର ମନ କେତେ ସ୍ଥିର ହେଲାଣି, କେତେ ଭଗବାନଙ୍କ ଆଡ଼କୁ ମନ ଆକର୍ଷିତ ହେଲାଣି, ଆମେ କେମିତି ସବୁବେଳେ ଏକ ରସ ସ୍ଥିତିରେ କର୍ମଯୋଗୀ ହୋଇ ନିଜକୁ ଆତ୍ମା ଭାବି ରହିପାରୁଛେ, ସେଇଟାକୁ ଆମେ ଚେକ୍ କରିବା। ଆଉ ସେ ବାବଦରେ ଆମେ ମଧ୍ୟ ନିଜକୁ ପରିବର୍ତ୍ତନ କରିବା। ଯଦି ଦେହୀ ଅଭିମାନରେ ରହୁଛେ ଆମେ ପରିବର୍ତ୍ତନ କରିବା। କାହିଁକିନା ଆମେ ଯାହା କରିବା ଅନ୍ୟମାନେ ଦେଖିବେ, ନିଜକୁ ଆମେ ବିଶ୍ୱ ପରିବର୍ତ୍ତକ ବୋଲି ଭାବିବା। ଆଉ ବାବା କହୁଛନ୍ତି ସଂକଳ୍ପ ହେଉଛି ବୀଜ। ତୁମ ସଂକଳ୍ପଟା ପୁରା ରହିବ କ'ଣ? ଅବ୍ୟର୍ଥ ସଂକଳ୍ପ, ହଲଚଲ ହେବନି। ଏବେ ଗୋଟେ ଭାବୁଛି ଆଉ ଗୋଟେ ପଛରେ ଭାବିବି, ନାହିଁ। ସଂକଳ୍ପ ହେବ, ଦୃଢ଼ ସଂକଳ୍ପ, ଅବ୍ୟର୍ଥ ସଂକଳ୍ପ। ତାହା ହେଲେ ତୁମେ ସଫଳ ହେବ ସବୁ ଦିଗରେ। କାହିଁକି ନା ଇଏ ହେଉଛି ବୀଜ, ସଂକଳ୍ପ ହେଉଛି ବୀଜ। ଆଉ କହିବା କରିବା ତା ପରବର୍ତ୍ତୀ ଅବସ୍ଥା। ତେଣୁ ପ୍ରଥମ ଅବସ୍ଥାକୁ ଆମେ ସବୁବେଳେ କ୍ଲିଅର୍ ଆଉ ଷ୍ଟ୍ରଙ୍ଗ ରଖିବା। ବାଣୀ ନୁହେଁ, ସଂକଳ୍ପରେ ପ୍ରଥମେ ଫୁଲ୍ ଷ୍ଟପ୍ ଦେବା। ଯଦି ଭୁଲ ହେଇଯାଇଛି ଆମର ବିଚାରଧାରାଟା, ସେଇଠି ଫୁଲ୍ ଷ୍ଟପ୍ ଦେବା। ତାକୁ ଆଉ କର୍ମରେ କି ବଚନରେ ଆଣିବା ନାହିଁ। ବାବା କହୁଛନ୍ତି କର୍ମରେ ଯୋଗଯୁକ୍ତ ହୋଇ ରହିବାର ଅନୁଭବ କଲେ, ଯୋଗୀ ରହିବାର ଅନୁଭବ କଲେ ତୁମେ କର୍ମଯୋଗୀ ହେବ। ତେଣୁ ସବୁବେଳେ କମ୍ବାଇନ୍ ରୂପରେ ଆମେ ରହିବା। ଆଜିର ସ୍ୱମାନ ଆମେ ନେବା, ମୁଁ କର୍ମଯୋଗୀ ବ୍ରାହ୍ମଣ ଆତ୍ମା ଅଟେ। ଓମ୍ ଶାନ୍ତି।